এই ଏରୁଣ୍ଡି ବନ୍ଧତି ମୋ ଝିଅ ଶାଶୁଘରକୁ ସଜ ହୋଇ ଯାଇଥାନ୍ତା। ପାଲିଙ୍କି ଚଢ଼ି ତା ପର ରାଜକୁମାର ସାଜି ଆସିଥାନ୍ତା। ହେଲେ ମୋ ଝିଅର ପାଲିଙ୍କି ଉଠିବା ପୂର୍ବରୁ ଏ ଘରୁ କୋକେଇ ଉଠିଲା। ମୋ ଝିଅକୁ କବର ଦେବାକୁ ସମସ୍ତେ କାନ୍ଧେଇ ନେଇଗଲେ। ବଳଙ୍ଗା ନାବାଳିକା ପୀଡ଼ିତାଙ୍କ ଶବ ସତ୍କାର ହେଉଥିବା ବେଳେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା ତାହା ସମସ୍ତଙ୍କ ଛାତି ଥରାଇ ଦେଇଛି। କବର ପାଖକୁ ଧାଇଁ ଯାଉଥିଲେ ମା। ମୋ ଝିଅକୁ ନିଅନି, ମୋ ଝିଅ ବିନା ମୁଁ ବଞ୍ଚି ପାରିବିନି, ମୋ ଝିଅ ମୋ ଜୀବନ। କବର ତଳେ ମୋ ଝିଅକୁ ପୋତି ପକାଅ ନାହିଁ। ବାପା ଆଖିରୁ ଲୁହ ଝରାଇ କାନ୍ଦି ମା'କୁ ଦମ୍ଭ ଧରିବାକୁ କହି ନିଜେ ଅଧୈର୍ଯ୍ୟ ହୋଇ ପଡ଼ୁଥିଲେ। ମା'କୁ କାନ୍ଦି କାନ୍ଦି କହୁଥିଲେ, ଝିଅ ଆମ ଭାଗ୍ୟରେ ନଥିଲା। ଆଉ ଯେତେ କାନ୍ଦିଲେ ବି ଆମ ଝିଅ ଆଉ ଆମ ପାଖକୁ ଫେରିବ ନାହିଁ। କାନ୍ଦି କାନ୍ଦି ମା ଥକି ଯାଉଥିଲା। ଯେଉଁ ଘରୁ ଝିଅ କନ୍ୟା ସାଜି ଶାଶୁଘର ଯାଇଥାନ୍ତା, ସେଇ ଘରୁ ଝିଅ ଶବ ହୋଇ ମଶାଣିକୁ ଯାଉଛି। ସାହି ବାହି ଗାଁ ଲୋକେ ଝିଅକୁ ଶେଷ ବିଦାୟ ଦେଉଥିବା ବେଳେ ସମସ୍ତଙ୍କ ଆଖି ଲୁହରେ ଭିଜି ଯାଇଥିଲା। ସମସ୍ତେ କାନ୍ଦି କାନ୍ଦି ଧୈର୍ଯ୍ୟହରା ହେଉଯାଉଥିଲେ।